ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତ +2 ସେକେଣ୍ଡ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇଛି। ପିଲେ ଆମେ ଆଲୋଚନା କରୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଚାରୁଚିତ୍ରଶାଳା ତପସ୍ୱିନୀ କାବ୍ୟରେ ସଂଗୃହୀତ ତପସ୍ୱିନୀ ପତ୍ର କବିତାଟିକୁ ପୂର୍ବ ଅଧ୍ୟାୟରେ ଆମେ ଦେଖିଲେ ଯେ କିପରି ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ ଆୟୋଜନ କରୁଥିବା କଥା ଶୁଣି ଓ ନୂଆ ପତ୍ନୀ ବରଣ କରୁଥିବା କଥା ଶୁଣି ମା ସୀତାଙ୍କ ବିକଳ ହୃଦୟରେ ରାମଚନ୍ଦ୍ରଙ୍କ ପାଖକୁ ପତ୍ର ଲେଖୁଛି ଏବଂ ତାହା ମଧ୍ୟ ଦେଖିଦେଲେ ଯେ କିଭଳି ମାତା ସୀତାଙ୍କୁ ହେୟ ମନକ ନକରି ଏକ ଛାର ଭିକ୍ଷା ଦେବା ପାଇଁ ମାତା ସୀତା ଆକୁଳ କଣ୍ଠରେ କହୁଛନ୍ତି ଏବଂ କଣ କରୁଛନ୍ତି ଏହା ଉପରେ ଆଲୋଚନା କରିବା। ଯଦି କହିବା ଦୁଇ ଭାଗ ଅନ୍ତିମ ଭାଗ ହେଇଯାଉଛି ଶେଷରେ ନିଶ୍ଚୟ ଦେଖିବ ଏବଂ ସମସ୍ତଙ୍କ ସହିତ ଟିକେ ସେୟାର କରିଦବ। ଆଉ ଯଦି ଏପର୍ଯ୍ୟନ୍ତ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିନ ପାଖରେ ତ ସବସ୍କ୍ରାଇବ ବଟନ କ୍ଲିକ୍ କରିକା ଅଲ୍ ଉପରେ ରଖିଦେଇଥାଅ ଆଉ ଯୋଉମାନେ କରିଦେଇଛ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ପିଲେ ଦେଖ କଣ ହେଇଛି। ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ ଭକ୍ତି ଭରେ ଦେଖୁଥିବେ ଜଗତର ଜନ ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ କେଉଁଠାରେ କେତେବେଳେ କେଉଁ ମନ୍ତ୍ର ଜପ। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ କହୁଛନ୍ତି ମାତା ସୀତା କହୁଛନ୍ତି ପ୍ରଭୁ ରାମଚନ୍ଦ୍ର କହୁଛନ୍ତି ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ। ଦେଖ ବିଲେ ଅଙ୍କର ଭାଜନ ଅଙ୍କର କହିଲେ କୋଳ ତୁମ କୋଳ ଆଜି ଯିଏ ଭାଜନ ହୋଇଛି ଯିଏ ତମ କୋଳରେ ବସିବା ପାଇଁ ଯୋଗ୍ୟ ହୋଇଛି ଯେ ତୁମ୍ଭ ଅଙ୍କର ଭାଜନ ଆଜି ହୋଇଛି। ଭକ୍ତି ଭରେ ଦେଖୁଥିବ ଜଗତର ଜନ ତାଙ୍କୁ ଆଜି ଭକ୍ତି ଭରେ ଭକ୍ତି ସହକାରରେ ଏ ପୃଥିବୀର ଏ ଜଗତ ଜନ ଆଜି ତାଙ୍କୁ ଦେଖୁଥିବେ। କାହାକୁ ଆପଣଙ୍କୁ ପାଇବାର ଭାଗ୍ୟ କିଏ ଯେ ରଖିଛି ଯିଏ ସେ ପାଇଲା ଆପଣଙ୍କୁ ପାଇବାର ଭାଗ୍ୟ ଏବଂ ଯିଏ ପାଇଛି ନିଶ୍ଚିତ ତାକୁ ଭକ୍ତି ଭରେ ଏବଂ ଭକ୍ତି ସହକାରରେ ଏବଂ ଏ ପୃଥିବୀର ଲୋକମାନେ ଦେଖୁଥିବେ ଏବଂ କେମିତି ଯେ ପାଇଲେ ଆପଣଙ୍କୁ ପୂର୍ବେ ସେ କରିଥିଲେ କେଉଁ ଘୋର ତପ ଘୋର ତପ ଦେଖ ବୋଲି ସ୍କ୍ରିନ୍ ଦେଖ ଘୋର ତପ ପ୍ରଚଣ୍ଡ ତପସ୍ୟା ତପ କହିଲେ ତପସ୍ୟା ଘୋର କହିଲେ ପ୍ରଚଣ୍ଡ ପୂର୍ବେ ସିଏ ଆପଣଙ୍କ ଅଙ୍କର ଭାଜନ ଯିଏ ଯାହାକୁ ଯାଉଛି ଯିଏ ଆପଣଙ୍କ ନୂଆ ସ୍ତ୍ରୀ ହେବାକୁ ଯାଉଛି ସେ ପୂର୍ବରୁ କେଉଁ ଭଳିଆ ଏବେ ଅଧିକ ତପସ୍ୟା କରିଥିଲେ ପ୍ରଚଣ୍ଡ ତପସ୍ୟା କିଏ କରିଥିଲେ କେଉଁ ତପସ୍ୟା କରିଥିଲେ କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ କେଉଁଠାରେ ସେ କରିଥିଲେ ତପସ୍ୟା କେତେ କାଳ କେତେ ସମୟ ଯେ କରିଥିଲେ କେଉଁ ମନ୍ତ୍ର ଜପ ବୁଝିପାରିଲା କେଉଁ ମନ୍ତ୍ର ଜପ ଏବଂ କେଉଁ ମନ୍ତ୍ର ଜପ କରି ଆପଣଙ୍କୁ ପାଇଛନ୍ତି ହେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଟିକେ କହିବେ ତ ଆପଣଙ୍କ ପାଖକୁ ମୁଁ ପତ୍ର ଲେଖୁଛି ଏ ପତ୍ରର ଉତ୍ତରରେ ନିଶ୍ଚିନ୍ତ ଜଣାଇବେ ଯେ ଆପଣଙ୍କର ଆଜି ଯିଏ ନୂଆ ପତ୍ନୀ ହେବାକୁ ଯାଉଛନ୍ତି
ଯୋଉ ନବ ବାମା ଯିଏ ଆପଣଙ୍କର ବାମାଙ୍କି ଶୋଭିତ ହେବ, ଯିଏ ଆପଣଙ୍କ ବାମ ପଟରେ ଆଜି ଶୋଭ ପାଇବ, ସେ ଆପଣଙ୍କୁ ପାଇବା ପାଇଁ କେଉଁଠି ତପସ୍ୟା କରିଥିଲେ? ଏସବୁ କରିଥିଲେ ଘୋର ତପ, ବୁଝିପାରିଲା? ସେଉ କରିଥିଲେ ଘୋର ତପ, ବୁଝିପାରିଲା? କେଉଁ ତପସ୍ୟା କରିଥିଲେ? ଠାରେ ତପସ୍ୟା କରିଥିଲେ? କେତେ କାଳ ଯାଇ ତପସ୍ୟା କରିଥିଲେ? ହେ ପ୍ରଭୁ ରାମଚନ୍ଦ୍ର, ମୁଁ ଆପଣଙ୍କୁ ପାଇବା ପାଇଁ କେତେ ପ୍ରକାର ତପସ୍ୟା, କେତେ ପ୍ରକାରର ତପ ନ କରିଛି, ତାହେଲେ ଆଜି ମତେ କଣ କରିଛନ୍ତି? ମତେ ଆଜି ଜଙ୍ଗଲକୁ ଛାଡି ଦେଇଛନ୍ତି, ନିବାସନ ଦଣ୍ଡ ଦେଇଛନ୍ତି, ପରନ୍ତୁ ଆଜି ଆପଣଙ୍କୁ ପାଇଛି ନୂଆ ସ୍ତ୍ରୀ ରୂପରେ। ସେ ସ୍ତ୍ରୀଟି କେତେ ପ୍ରକାରର ତପ ନ କରିଥିବ ଟିକେ ଜଣାଇବେ? ସେ କେଉଁଠି କରିଥିଲେ ତପସ୍ୟା, କେତେ କାଳ ଯାଏ ତପସ୍ୟା, ଏବଂ ତପସ୍ୟାଟି କଣ ଥିଲା, କେଉଁ ନାମ ଘୋର ତପସ୍ୟା ଥିଲା? ତାପରେ କଣ କହୁଛନ୍ତି ଦେଖ ବିଲେ? ସରି। ହଁ ଦେଖ ବିଲେ, ଏହା ମାତ୍ର ସ୍ତୋଭେ ମତେ ଦେବଟି ଜଣାଇ, ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ। କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ, ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ। କହୁଛନ୍ତି ଏହା ମାତ୍ର ପ୍ରଭୁ, ହେ ପ୍ରଭୁ, ହେ ସ୍ୱାମୀ, ମତେ ଏଇ କଥାଟି ଟିକେ ଜଣେଇଦେବେ ଯେ ଆପଣଙ୍କର ଆଜି ଯିଏ ଅଙ୍କର ଭାଜନ ହୋଇଛି, କଣ ଯୋଗ୍ୟ ହୋଇଛି, ସେ କି ତପସ୍ୟା କରିଥିଲେ, କେଉଁଠାରେ ତପସ୍ୟା କରିଥିଲେ, କେତେବେଳେ ତପସ୍ୟା କରିଥିଲେ, ମତେ ଜମି ଏଇ କଥାଟି ଟିକେ ଜଣାଇବେ। ଏ ଗୋଟିଏ ଭିକ୍ଷା ମାଗୁଛି, ଏଇ କଥାଟି ମତେ ଜଣେଇବେ। ଦେନ୍ ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ। ଅନ୍ୟ କୌଣସି ଧନ ମୁଁ ଚାହୁଁନି, କେବଳ ଏଇ ଗୋଟିଏ ଚାହୁଁଛି, ଏଇ ଜ୍ଞାନଟି ଏଇ ଜାଣିବାକୁ ଚାହୁଁଛି। ଆଉ କୌଣସି ଧନରେ ମୋର ପ୍ରୟୋଜନ ମୋର ଆବଶ୍ୟକ ନାହିଁ, ଆଉ କୌଣସି ଧନ। ଦେନ୍ କୋଟି ଅଶ୍ୱମେଧେ ଯେତେ ହୁଏ, ସରି, କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ, କୋଟି ଅଶ୍ୱମେଧେ, କୋଟି କୋଟି ଅଶ୍ୱମେଧ ଯଜ୍ଞରେ ଯେତେ ଧନ ଦାନ ହୁଏ, ଆପଣ ଘୋଷଣା କରିଛନ୍ତି ନା ଏଭଳି ଦାନ କର, ଏଭଳି ଦାନ କର, ଏଭଳି ଦାନ କର, ଏଭଳି ଦାନ କର, ଯେମିତି ଲୋକ ନେଇ ନେଇ କହିବ ନା ପ୍ରଭୁ ମୋର ଆଉ କିଛି ଦରକାର ନାହିଁ, ନା ପ୍ରଭୁ ମୋର ଆଉ କିଛି ଦରକାର ନାହିଁ। ତାହେଲେ କୋଟି ଅଶ୍ୱମେଧ ଯଜ୍ଞରେ ଯେତେ ଧନ ଦାନ ହୁଏ, ଦେନ୍ ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ। ତାଠାରୁ ଅଧିକ ମୋର ଆଜି ଜ୍ଞାନ ହେବ, ଯଦି ଆପଣ ମତେ ଜଣାଇ ଦିଅନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର, ମୋର ଆଜି ଜ୍ଞାନ ହୋଇଯିବ। ସେ କୋଟି ଅଶ୍ୱମେଧରେ ଯେତେ ଧନ ହୁଏ, ଯେତେ ଧନ ପାଇଲେ ମଧ୍ୟ, ବା ଯେତେ ଧନ ଦାନ କଲେ ମଧ୍ୟ, ତାଠାରୁ ଅଧିକ ଆଜି ଜ୍ଞାନ ମୋର ହେବ। ଯେ ମତେ ଟିକେ ଜଣାଇ ଦିଅନ୍ତୁ, କିଏ ଯୋଉ ତପସ୍ୟା କରି କେତେ କାଳ କେଉଁଠାରେ ଆପଣଙ୍କ ଅଙ୍କଲ ଭାଜନ ହୋଇଛି, ଆପଣଙ୍କୁ ତପସ୍ୟା ରୂପେ ପାଇଛି, ଏବଂ ତାପରେ କଣ ହେଇଛି ଏସବୁ ଦେଖ ବିଲେ? ଦେଖ ବିଲେ, ଏଇ ସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି? ତାହେଲେ ବିଲେ ଆଜି ପାଇଁ ବସ୍ ଏତିକି।